এই ভিडिଓରେ ଆମେ ଆଜି କଥା ହେବା ଛୁଆମାନେ କାନ୍ଦନ୍ତି କଣ ପାଇଁ। ଛୁଆମାନଙ୍କର କାନ୍ଦିବା ବିଲକୁଲ ହିଁ ନର୍ମାଲ କଥା ଅଟେ। କାନ୍ଦିବାଟା ହେଉଛି ତାଙ୍କର ଗୋଟିଏ ମୁଖ୍ୟ ମାଧ୍ୟମ ଯାହା ଦ୍ୱାରା ସେ ଆମ ସହିତ କମ୍ୟୁନିକେଟ କରନ୍ତି। ଯେତେବେଳେ ଘରେ ଛୁଆଟି ଜନ୍ମ ହୁଏ ତ ଛୁଆଟି କାନ୍ଦିବାକୁ ଷ୍ଟାର୍ଟ କରେ, ତ ଆମେ ଆଜ ଏ ପ୍ୟାରେଣ୍ଟସ୍ କିମ୍ବା ଘରର ଯେକୌଣସି ମେମ୍ବର ହୁଅନ୍ତୁ ତ ଆମେ ସବୁ ଡରି ଯାଉ କି ଛୁଆ କାନ୍ଦୁଛି କଣ ପାଇଁ, ତା କାରଣ କଣ। ଆମେ ଫାର୍ଷ୍ଟ କଣ କରୁ, ଛୁଆକୁ କାନ୍ଧରେ ପକେଇ ଦଉ, କୋଳରେ ଧରୁ, ତାକୁ ଶାନ୍ତ କରିବାକୁ ଚେଷ୍ଟା କରୁ। କିନ୍ତୁ ଛୁଆ ଯୋଉ କାରଣ ପାଇଁ କାନ୍ଦୁଛି ସେ କୋଳରେ ଧରିବା ଦ୍ୱାରା ଶାନ୍ତ ତ ହୋଇଯାଏ ସତ, କିନ୍ତୁ ଯୋଉ କାରଣ ପାଇଁ ଛୁଆଟି କାନ୍ଦୁଥାଏ ସେ କାରଣ ରହିଯାଏ, ଯାହା ଦ୍ୱାରା କି ଆମେ ବୁଝିବାରେ ଟିକେ କମ୍ପ୍ଲିକେସନ ହେଇଯାଏ କି ଛୁଆଟା କାନ୍ଦୁଛି କଣ ପାଇଁ। ଛୁଆକୁ ବୁଝିବାକୁ ଆମକୁ ଟିକେ ପ୍ରୋବ୍ଲେମ ହେଇଯାଏ। ତ ଆମେ ଆଜି ଏଇ ଭିଡିଓରେ ସେୟାର କରିବା 6 ମେନ୍ ରିଜିନ୍ ଯୋଉଥିପାଇଁ ଛୁଆଟି କାନ୍ଦ ମାଧ୍ୟମରେ ତାର ସେ ପ୍ରୋବ୍ଲେମ ଟାକୁ ଆମ ସହିତ ଜଣାଏ, କମ୍ୟୁନିକେଟ କରାଏ। ଯଦି ଆମେ ଏଇ ଛଅଟା ଜିନିଷ ଆମେ ଫଲୋ କରିବା ତ ଆମେ ଡେଫିନେଟଲି ଜାଣିପାରିବା ଯେ ଛୁଆ କଣ ପାଇଁ କାନ୍ଦୁଛି। ତ ଚାଲନ୍ତୁ ଆଜି ଆମେ ଡିସ୍କସନ କରିବା ସେ ମେନ୍ 6 ରିଜିନ୍ କଣ, ଯାହାଦ୍ୱାରା କି ଆମେ ଛୁଆଟିକୁ ବୁଝିପାରିବା ଓ ତାକୁ ଯଥାଶୀଘ୍ର ଶାନ୍ତ କରିପାରିବା। ତ ଛୁଆ କାନ୍ଦିବାର ପ୍ରଥମ ରିଜିନ୍ ହଉଛି ତାକୁ ଭୋକ ଲାଗିବା। ଆପଣ ମାନେ ଜାଣିଥିବେ ଛୁଆ ପର ଡେ ବହୁତ ହିଁ ୟୁରିନ୍ କରେ, ଫ୍ରିକ୍ୱେଣ୍ଟ ୟୁରିନ୍ କରେ ଆଉ ଲାଟ୍ରିନ୍ କରେ, 8-10 ଥରରୁ ଏବଭ୍ ଲାଟ୍ରିନ୍ କରେ, ଯାହା ଦ୍ୱାରା କି ଛୁଆର କଣ ହୁଏ ନା ଜଲ୍ଦି ତାର ଡାଇଜେସନ ହୋଇଯାଏ। ଯାହା ବି ସେ କ୍ଷୀର ଖାଉଛି ତାର ଜଲ୍ଦି ଡାଇଜେସନ ହୋଇଯାଏ ଓ ତାକୁ ବାରମ୍ବାର ଭୋକ ଲାଗେ। ସେଇ ଭୋକଟା ହିଁ ହଉଛି ତାର ପ୍ରଥମ କାନ୍ଦିବାର ରିଜିନ୍। ତ ଆପଣ ମାନେ ଦେଖିଥିବେ ଛୁଆ ଯେତେବେଳେ କାନ୍ଦୁଛି ତାକୁ କ୍ଷୀର ଖୁଆଇଦେଲେ କିମ୍ବା ତାକୁ ଟିକେ ଗେଲ କରିଦେଲେ, ଗେଲ କରିକି ତାକୁ କ୍ଷୀର ଖୁଆଇଦେଲେ ପିଲାଟି ଜଲ୍ଦି ଶାନ୍ତ ହୋଇଯାଏ, ଯାହା ଦ୍ୱାରା କି ଆମେ ବୁଝିପାରୁ କି ହଁ ଛୁଆକୁ ଭୋକ ଲାଗୁଛି ଆଉ ଭୋକ ଲାଗିବା ଦ୍ୱାରା ହିଁ ସେ କାନ୍ଦୁଛି। ସେକେଣ୍ଡ ମୋଷ୍ଟ କମନ ରିଜିନ୍ ହଉଛି ଛୁଆଙ୍କର ଡାଇପର। ଆପଣ ମାନେ ଜାଣିଥିବେ ଛୁଆ ଫ୍ରିକ୍ୱେଣ୍ଟ ୟୁରିନ୍ କରନ୍ତି ଆଉ ଲାଟ୍ରିନ୍ ମଧ୍ୟ କରନ୍ତି, ଯାହା ଦ୍ୱାରା କି ତାଙ୍କ ଡାଇପର ହେଭି ହେଇଯାଏ। ଯଦି ଆପଣ ଡାଇପର ପିନ୍ଧିଛନ୍ତି ତ ଆପଣ ଛୁଆଙ୍କର ଡାଇପର ଚେକ୍ କରିବାକୁ ପଡିବ, କାହିଁକିନା ଆପଣ ଏଇଟା ଭାବିକି ରହିଯିବେନି କି ହଁ ଏବେ ତାକୁ ଡାଇପର ପିନ୍ଧିଦେଲେ ଛୁଆ କାନ୍ଦୁଛି କାହିଁକି। କାହିଁକିନା ଆପଣ ଦେଖିବେ ୟୁରିନ୍ ଟା ତ ଠିକ ଅଛି କିନ୍ତୁ ଯଦି ଛୁଆ ଲାଟ୍ରିନ୍ କରିଦେଇଛନ୍ତି ତ ଆପଣଙ୍କୁ ଫ୍ରିକ୍ୱେଣ୍ଟ ଚେକ୍ କରିବାକୁ ପଡିବ, କାହିଁକିନା ତାଙ୍କୁ ଡିସ୍କମ୍ଫର୍ଟ ଫିଲ୍ ହୁଏ। ତ ଆପଣ ଯଦି ଛୁଆଙ୍କର ଡାଇପର ଯାଇକି ଚେଞ୍ଜ କରିଦଉଛନ୍ତି ତ ଦେଖିବେ ଛୁଆଙ୍କର ଗୋଟେ ଫ୍ରେଶନେସ୍ ଆସିବ ଆଉ ଆପଣ ଜାଣିପାରିବେ କି ଛୁଆ କମ୍ଫର୍ଟ ଫିଲ୍ କରୁଛି। ତ ଏଥିରୁ ମଧ୍ୟ ଆପଣ ଅନ୍ଦାଜ ଲଗେଇ ପାରିବେ କି ହଁ ଡାଇପର ଚେଞ୍ଜ କରିବା ପାଇଁ ଛୁଆ ହିଁ କାନ୍ଦୁଥିଲା। ଆଉ ଯଦି ଆପଣ ଡାଇପର ପିନ୍ଧେଇ ନାହାନ୍ତି ତାକୁ କୌଣସି କପଡାରେ ରଖିଛନ୍ତି ପକେଇକି ତ ଆପଣ ସେ ଜାଗାଟାକୁ ମଧ୍ୟ କ୍ଲିନ୍ ରଖିବାକୁ ପଡିବ। ଛୁଆମାନେ କାନ୍ଦିବାର ଥାର୍ଡ ମୋଷ୍ଟ କମନ ରିଜିନ୍ ହଉଛି ତାଙ୍କ ପେଟରେ ଗ୍ୟାସ୍ ପ୍ରୋବ୍ଲେମ। ଛୁଆମାନଙ୍କର ବହୁତ ଗ୍ୟାସ୍ ପ୍ରୋବ୍ଲେମ ହୁଏ। ଜନ୍ମରୁ 6 ମାସ ପର୍ଯ୍ୟନ୍ତ ଆପଣଙ୍କୁ କଣ କରିବାକୁ ପଡିବ ନା ଛୁଆକୁ ଯେତେ ଥର ଖୁଆଉଛନ୍ତି, କ୍ଷୀର ଖୁଆଉଛନ୍ତି, ସାଙ୍ଗେ ସାଙ୍ଗେ ଆପଣଙ୍କୁ କଣ କରିବାକୁ ପଡିବ ନା ଆପଣଙ୍କ କାନ୍ଧରେ ପକେଇକି ତାର ପିଠି ଥାପୁଡିବାକୁ ପଡିବ, ଯାହା ଦ୍ୱାରା କି ଛୁଆ ପେଟରେ ଯୋଉ ଗ୍ୟାସ୍ ଟା ଥିବ ସେଟା ରିଲିଜ ହେଇଯିବ। ଯଦି ଆପଣ ଏଇଟା କରୁନାହାନ୍ତି ତ ଆପଣ ବହୁତ ଥର ନୋଟିସ କରିଥିବେ କି ଛୁଆର କଣ ହଉଛି ନା ହିକୁଟି ସୃଷ୍ଟି ହଉଛି। ଏଇଟା ହିଁ ତାର ମୁଖ୍ୟ କାରଣ କି ଛୁଆର ଗ୍ୟାସ୍ ପ୍ରୋବ୍ଲେମ। ଆପଣ ମାନେ ମଧ୍ୟ ନୋଟିସ କରିଥିବେ ଯେତେବେଳେ ଆମର ଗ୍ୟାସ୍ ହଉଛି ଆମକୁ କୋଉ ଭଳିଆ ଡିସ୍କମ୍ଫର୍ଟ ଫିଲ୍ ହଉଛି, ଠିକ ସେହିପରି ଛୁଆଙ୍କ ପେଟରେ ଯଦି ଗ୍ୟାସ୍ ପ୍ରୋବ୍ଲେମ ହୁଏ ତ ଯାହା ଦ୍ୱାରା କି ସେମାନେ କାନ୍ଦନ୍ତି, ତାଙ୍କ ପେଟ ବହୁତ ପେନ୍ ହୁଏ। ତେଣୁ ଆପଣ ଯଦି ଖୁଆଇ ସାରିଲା ପରେ ଆପଣଙ୍କ କାନ୍ଧରେ ପକେଇ ତା ପିଠି ଥାପୁଡେଇ ଦେଉଛନ୍ତି ତେବେ ଛୁଆଙ୍କର ଗ୍ୟାସ୍ ମଧ୍ୟ ରିଲିଜ ହେଇଯିବ ଆଉ ଛୁଆ ମଧ୍ୟ ଏଇ ଗ୍ୟାସ୍ କାରଣରୁ ଆଉ କାନ୍ଦିବେନି। ଛୁଆ ମାନେ କାନ୍ଦିବାର ଫୋର୍ଥ କମନ ରିଜିନ୍ ହଉଛି ୱେଦର ବା ପାଗ। ଆପଣ ମାନେ ଦେଖିଥିବେ ଛୁଆର ପିଠି ପଟ ଟିକେ ଗରମ ହେଇକି ଝାଳ ବାହାରି ପଡେ, ତ ଆପଣ ଏଥିରୁ ଜାଣିପାରିବେ କି ଛୁଆକୁ ଗରମ ଫିଲ୍ ହଉଛି। ଆଉ ଦେଖିଥିବେ ଛୁଆର ଜଙ୍ଘ ଏରିଆ ହଉ, ହାତ ହଉ, ତାର ଯୋଉ ରୋମ ଅଛି ଟିକେ ଟିକେ ଲୋମ ଟାଙ୍କୁରି ଗଲା ଭଳି ହେଇଥିବ। ଯେମିତି ଆମକୁ ଥଣ୍ଡା ଫିଲ୍ ହେଲେ ଆମ ରୋମ ଟାଙ୍କୁରି ଯାଉଛି, ଠିକ ସେଇପରି ଯଦି ଛୋଟ ଛୁଆଙ୍କର ଜଙ୍ଘ ଏରିଆ ହଉ କିମ୍ବା ହାତ ହଉ ତାଙ୍କ ରୋମ ଟାଙ୍କୁରି ଗଲା ପରି ହେଇଛି ତ ଆପଣ ଏଥିରୁ ଜାଣିପାରିବେ କି ଛୁଆକୁ ଥଣ୍ଡା ଫିଲ୍ ହଉଛି। ତ ତାର ଆକର୍ଡିଂ ଆପଣଙ୍କୁ ରୁମର ଟେମ୍ପରେଚର ମଧ୍ୟ ବାଲାନ୍ସ ରଖିବାକୁ ପଡିବ। ଦେଖିବେ ଯଦି ରୁମର ଟେମ୍ପରେଚର ବାଲାନ୍ସ ହେଇଗଲା ତ ଛୁଆକୁ ଆଉ ଡିସ୍କମ୍ଫର୍ଟ ଫିଲ୍ ହବନି ଆଉ ଛୁଆ ମଧ୍ୟ ସେଇ କାରଣରୁ କାନ୍ଦିବ ନାହିଁ। ଛୁଆ ମାନେ କାନ୍ଦିବାର ଫିଫ୍ଥ କମନ ରିଜିନ୍ ହଉଛି ଟାୟାର୍ଡ ହେଇଯିବା। ତ ଆପଣ ମାନେ ଦେଖିଥିବେ ଯେତେବେଳେ ଛୋଟ ଛୋଟ ଛୁଆ ଗୋଡ ହାତ ବହୁତ ମୁଭମେଣ୍ଟ କରନ୍ତି ତ ଯାହା ଦ୍ୱାରା ତାଙ୍କର କଣ ହୁଏ, ଆମେ ମାନେ ବି କାମ କଲେ ଆମେ ଥକି ଯାଉଛେ ନା, ତ ଛୋଟ ଛୁଆ ଯେତେବେଳେ ଗୋଡ ହାତ ବହୁତ ମୁଭମେଣ୍ଟ କରନ୍ତି ଯାହା ଦ୍ୱାରା କି ସେମାନଙ୍କୁ ମଧ୍ୟ ଥକା ଫିଲ୍ ହୁଏ, ଟାୟାର୍ଡ ଫିଲ୍ ହୁଏ ଓ ତାଙ୍କୁ ମଧ୍ୟ ଟିକେ କମ୍ଫର୍ଟ ଜୋନ୍ ରିକ୍ୱାର କରନ୍ତି ସେମାନେ, ଯାହା ଦ୍ୱାରା କି ସେମାନେ ବହୁତ କାନ୍ଦନ୍ତି ଓ ଆମକୁ ମଧ୍ୟ ଦେଖିବାକୁ ପଡିବ କି ହଁ ଛୁଆ ବହୁତ ଗୋଡ ହାତ ମୁଭମେଣ୍ଟ କରୁଛି ତା ପରେ ପରେ କାନ୍ଦୁଛି, ଯାହା ଦ୍ୱାରା କି ସେ ଟାୟାର୍ଡ ଫିଲ୍ ହଉଛି ସେଥିପାଇଁ ମଧ୍ୟ କାନ୍ଦୁଛି। ତେଣୁ ଆମେ ଯଦି ତାକୁ ସେଇଭଳିଆ କମ୍ଫର୍ଟ ଜୋନ୍ ଦେଇଦେବା ଡେଫିନେଟଲି ଛୁଆଟି
ଫ୍ରେଶ ଫିଲ୍ କରିବ ଆଉ ସେଇଭଳିଆ କମ୍ଫର୍ଟ ଜୋନକୁ ଆସିକି ନିଦରେ ଶୋଇପଡିବ। ତ ଆପଣ ଯଦି ବାର ବାର ଏଇ ଜିନିଷ ହଉଛି ଆଉ ଆପଣ ସେଇଭଳିଆ କମ୍ଫର୍ଟ ଜୋନ ଦେଲା ପରେ ଛୁଆ ଚୁପ୍ ହେଇଯାଉଛି, ତ ଏଥିରୁ ଆପଣ ଜାଣିପାରିବେ କି ହଁ ଛୁଆ ଟାୟାର୍ଡ ଫିଲ୍ ହବା ଦ୍ୱାରା କାନ୍ଦୁଛି। ଆଣ୍ଡ ଦ ଲାଷ୍ଟ 6th କମନ ରିଜନ ହଉଛି ଛୁଆ ମାନଙ୍କୁ ବୋର ଲାଗିବା। ଛୁଆ ମାନେ ବୋର ଲାଗିଲେ ମଧ୍ୟ କାନ୍ଦନ୍ତି। ତେଣୁ ଆମେ ସଦସ୍ୟ ହିସାବରେ ଘରର ଫ୍ୟାମିଲି ମେମ୍ବର ବା ଛୁଆର ଯୋଉ ଶୁଭାକାଂକ୍ଷୀ ହିସାବରେ ଯେତେବେଳେ ଛୁଆ ସହିତ କମ୍ୟୁନିକେଟ କରୁଛେ, ତାକୁ ଟିକେ ଗେଲ କରୁଛେ, ତା ସହିତ କିଛି କଥା କହୁଛେ, ତ ସେତେବେଳେ ଛୁଆକୁ ବହୁତ ଖୁସି ଲାଗୁଛି। କିନ୍ତୁ ଯେତେବେଳେ ତା ପାଖରେ କେହି ନଥିବେ, ତାକୁ ତା ସହିତ କେହି ଇଣ୍ଟରାକ୍ଟ କରୁନଥିବେ, କେହି କଥା କହୁନଥିବେ, ଗେଲ କରୁନଥିବେ, ସେ ସମୟରେ ଛୁଆକୁ ବହୁତ ବୋର ଫିଲ୍ ହୁଏ, ଯାହା ଦ୍ୱାରା କି ସେ କାନ୍ଦିକି ଆମକୁ ଜଣେଇବାକୁ ଚେଷ୍ଟା କରେ କି ହଁ ମୋ ସାଥିରେ କିଏ କଥା ହୁଅ, ମତେ ଟିକେ ଗେଲ କର। କାହିଁକିନା ଛୁଆ ମାନଙ୍କୁ ବହୁତ ସ୍ନେହ ଦରକାର। ଛୁଆ ମାନେ ହଉଛନ୍ତି ଆଟେନସନ ସିକର। ତେଣୁ ତାକୁ ଯଦି ସେଇଭଳିଆ ଆଟେନସନ ମିଳିଲା, ତାଙ୍କୁ ଗେଲ କରୁଛନ୍ତି, ତାକୁ କିଛି କହୁଛନ୍ତି, ତ ଛୁଆଙ୍କୁ ବହୁତ ଆକ୍ଟିଭ ଫିଲ୍ ହୁଏ, ବହୁତ ଭଲ ଲାଗେ ସେଇଟା। କିନ୍ତୁ ଯଦି ସେ ଜିନିଷଟା ତାଙ୍କୁ ନ ମିଳେ, ଛୁଆ ବହୁତ କାନ୍ଦିବାକୁ ଚେଷ୍ଟା କରନ୍ତି। ତେଣୁ ଆପଣଙ୍କୁ ମଧ୍ୟ କିଛି କିଛି ସମୟ ଗ୍ୟାପ୍ ଦେଇକି ଛୁଆ ସହିତ ଟିକେ ଟାଇମ ସ୍ପେଣ୍ଡ କରିବାର ଅଛି। ଘରର ଯେକୌଣସି ସଦସ୍ୟ ଛୁଆ ସହିତ ଟିକେ ଖେଳିବାକୁ ଅଛି, ଖେଳିବା ଦରକାର, ତା ସହିତ ଟିକେ କଥା ହେବା ଦରକାର, ତା ସହିତ ଟିକେ ମିଶିବା ଦରକାର, ଯାହା ଦ୍ୱାରା କି ଛୁଆକୁ ମଧ୍ୟ ଭଲ ଲାଗିବ, ଆପଣଙ୍କୁ ମଧ୍ୟ ଭଲ ଲାଗିବ, ଯାହା ଦ୍ୱାରା କି ଏହା ଦ୍ୱାରା ଛୁଆର ମଧ୍ୟ ବ୍ରେନ ଡେଭଲପମେଣ୍ଟ ହବ, ଛୁଆର ତାର ଗ୍ରୋଥ ରେ ମଧ୍ୟ ବହୁତ ହେଲ୍ପଫୁଲ ହବ। ତ ଇଏ ଥିଲା ଆମର 6 ମେନ୍ କମନ ରିଜନ, ଯାହା ଦ୍ୱାରା କି ଆମେ ଜାଣିପାରିବା ଛୁଆଟି କଣ ପାଇଁ କାନ୍ଦୁଛି, ତା କାରଣ ମଧ୍ୟ ଜାଣିପାରିବା ଆଉ ତାର ସମାଧାନ ମଧ୍ୟ କରିପାରିବା। ଭିଡିଓଟି କେମିତି ଲାଗିଲା ଲାଇକ୍ କରିବେ, କମେଣ୍ଟ ସେକ୍ସନ ଜଣାଇବେ। ଆଉ ଯଦି ଆପଣଙ୍କ ରିଲେଟିଭରେ କିଏ ନ୍ୟୁ ପ୍ୟାରେଣ୍ଟସ ଥିବେ ଯାହାଙ୍କର ଛୁଆ ବହୁତ କାନ୍ଦୁଛି, ଚୁପ୍ ହଉନି, ତାକୁ ମଧ୍ୟ ଆପଣ ଏଇ ଭିଡିଓଟି ସେୟାର କରିପାରିବେ। ତ ଆଜି ପାଇଁ ଏତିକି, ଦେଖାହବ ଅନ୍ୟ ଏକ ଭିଡିଓରେ। ଜୟ ଜଗନ୍ନାଥ।